नमस्कार दर्शक बंधु, चलतु जानिबा खरा बेले शोइबा आम पई भलो ना खराब होइथाय। शोइबा मनुष्य शरीर पई नितांत आवश्यक होइथाय, कारण भलो निद्रा द्वारा शरीर मध्य भलो रहिथाय। तेणु राति रे 6 रु 7 घंटा निहाती भावरे प्रत्येक व्यक्ति शोइबा उचित। ଏହା ତାଙ୍କ ଶରୀର ପାଇଁ ଭଲ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ବହୁତ ଲୋକ ଦିନବେଳା ଅର୍ଥାତ୍ ଦ୍ୱିପହର ସମୟରେ ଖାଇସାରି ଶୋଇପଡ଼ିଥାନ୍ତି। ତେବେ ଖରାବେଳେ ଶୋଇବା ଦେହ ପାଇଁ ଭଲ ନା ଖରାପ, ଚାଲନ୍ତୁ ଜାଣିବା। ତେବେ ଶାସ୍ତ୍ର ଅନୁଯାୟୀ ଦିନବେଳା ଅର୍ଥାତ୍ ଖରାବେଳ ସମୟରେ ଖାଇସାରି ଶୋଇବା ଉଚିତ ହୋଇନଥାଏ, କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କୁ ନେଇ ଏହି ସାରା ଜଗତ ଚାଲିଛି। ତେଣୁ ସୂର୍ଯ୍ୟ ଉଦୟ ଯେତେବେଳେ ହୋଇଥାନ୍ତି, ସେତେବେଳଠାରୁ ହିଁ ପ୍ରତ୍ୟେକ ବ୍ୟକ୍ତି ଉଠି ଯାଇଥାନ୍ତି। ଅର୍ଥାତ୍ ସୂର୍ଯ୍ୟ ଉଦୟଠାରୁ ନେଇ ବ୍ୟକ୍ତି ପୁରା ଦିନସାରା ଆକ୍ଟିଭ୍ ହୋଇ କାର୍ଯ୍ୟ କରିବା ଉଚିତ। ଦିନମାନ ବ୍ୟକ୍ତିର ଯାହା ବି କାର୍ଯ୍ୟ ରହିଥାଉ, ସେ ନିଜକୁ ଆକ୍ଟିଭ୍ ରଖି ଜାଗ୍ରତ ରହି ସବୁ କାମକୁ ଯଥା ସମୟରେ କରିନେବା ଉଚିତ। ତେଣୁ ଦିନସାରା କାର୍ଯ୍ୟ କରିବା ପରେ ସୂର୍ଯ୍ୟ ଅସ୍ତ ସମୟର 3 ଘଣ୍ଟା ପରେ ବ୍ୟକ୍ତି ଖାଇବା ଉଚିତ। ଖାଇବାର 2 ରୁ 3 ଘଣ୍ଟା ଭିତରେ ଶୋଇବା ଉଚିତ। ଯଦି ବ୍ୟକ୍ତି ଏହି ସବୁ ନୀତି ନିୟମ ଅନୁସାରେ ପ୍ରତ୍ୟେକ ଦିନ ଏହିଭଳି କାର୍ଯ୍ୟ କରିଚାଲିଥାଏ, ତେବେ ସେହି ବ୍ୟକ୍ତିର ଜୀବନ ସୁଖମୟ ହୋଇବା ସହ ସେହି ବ୍ୟକ୍ତି ଜୀବନରୁ ଗୋଟି ଗୋଟି କରି ସବୁ ସମସ୍ୟା ଯିବାକୁ ଆରମ୍ଭ କରିଥାଏ। ବିଶେଷ କରି ଘରର ମହିଳାମାନେ ଦିନ ସମୟରେ ବିଲକୁଲ ମଧ୍ୟ ଶୋଇବା ଉଚିତ ନୁହେଁ, କାରଣ ଏଭଳି କାର୍ଯ୍ୟ କରୁଥିବା ଘର ଉପରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ଘରର ବୃଦ୍ଧ, ଛୋଟ ପିଲା ଓ ରୋଗରେ ପୀଡ଼ିତ ବ୍ୟକ୍ତି ଦିନ ସମୟରେ ଆବଶ୍ୟକତା ରହିଥାଏ, ତେବେ ସେମାନେ ଶୋଇପାରିବେ। ହେଲେ ଘରର ମହିଳା ଏବଂ ଅନ୍ୟ ସଦସ୍ୟମାନେ ଖରାବେଳ ସମୟରେ ଶୋଇ ରହିବା ଉଚିତ ନୁହେଁ। ଏହି ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ଠିକ୍ ଭାବେ ମନ ଲାଗିନଥାଏ। ଘରେ ସକାରାତ୍ମକ ଊର୍ଜା ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ। ଏଥିସହ ବହୁତ ଶୀଘ୍ର ବ୍ୟକ୍ତିକୁ ବିଭିନ୍ନ ପ୍ରକାରର ରୋଗ ମାଡ଼ି ଆସିଥାଏ।